ନିଜର ପ୍ରମାଣ ଦୁହେଁ ମିଶିଲେ ହୁଏ ସଫଳତା ଗୋଟିଏ ବିନା ଅଧୁରା ଜୀବନର କଥା। ସମ୍ମାନନୀୟ ନିର୍ଣ୍ଣାୟକ ମଣ୍ଡଳୀ, ଆଦରର ଶିକ୍ଷକ ଶିକ୍ଷିକା ଏବଂ ପ୍ରିୟ ମିତ୍ର ମାନେ, ଆଜି ଆମେ ଏଠାରେ ଏମିତି ଏକ ବିଷୟ ନେଇ ଏକତ୍ରିତ ହୋଇଛେ ଯାହାକି ଭବିଷ୍ୟତର ସଫଳତାର ଚାବି ଲୁଚି ରହିଛି। ଆଜିର ବିଷୟ ହେଉଛି ସ୍କିଲ୍ ଭର୍ସେସ୍ ଏଜୁକେସନ। ସ୍କିଲ୍ ଅର୍ଥ ଦକ୍ଷତା, ଏଜୁକେସନ ଅର୍ଥ ଶିକ୍ଷା। ଶିକ୍ଷା ଆମ ଜୀବନର ପଥ ଦେଖାଏ ଏବଂ ଦକ୍ଷତା ଆମକୁ କିପରି ଚାଲିବାକୁ ହୁଏ ଶିଖାଏ। ସ୍କିଲ୍ ଜୀବନର ଶିକ୍ଷା ହେଉଛି ଫଳ ଏବଂ ଦକ୍ଷତା ହେଉଛି ଶିକ୍ଷା ହେଉଛି ମୂଳ ଏବଂ ଦକ୍ଷତା ହେଉଛି ଚାବି। ଆଜିର ଯୁଗ ହେଉଛି ଦକ୍ଷତାର ଯୁଗ ବା ସ୍କିଲ୍ ବେସ୍ଡ ଇକୋନୋମି। ଆଜିର ଯୁଗରେ ସ୍କିଲ୍ ବେସ୍ଡ ଇକୋନୋମି, ଆଜିର ଯୁଗରେ ଦକ୍ଷତା ବହୁତ କମ୍ ଦେଖିବାକୁ ମିଳୁଛି, କିନ୍ତୁ ଅଧିକ ଲୋକ ଅତ୍ୟଧିକ ଶିକ୍ଷା ପ୍ରାପ୍ତ କରି ମଧ୍ୟ ଚାକିରି ପାଇ ପାରୁନାହାନ୍ତି। କେବଳ ଡିଗ୍ରୀ କେବଳ କାଗଜରେ ଏବଂ ସ୍କିଲ୍ ହେଉଛି ଜୀବନରେ। ଆମ ଜୀବନକୁ ଯଦି ସଫଳ ଏବଂ ସୁଦୃଢ କରିବାକୁ ଚାହୁଁଛେ ତାହେଲେ ଶିକ୍ଷା ସହିତ ସ୍କିଲ୍ ମଧ୍ୟ ନିହାତି ଦରକାର ଅଟେ। ଯେପରିକି ଉଦାହରଣ ଧୀରୁଭାଇ ଅମ୍ବାନୀ, ଯିଏକି ଉଚ୍ଚ ଶିକ୍ଷା ପ୍ରାପ୍ତ ନ କରି ମଧ୍ୟ ସାରା ବିଶ୍ୱରେ ସେ ରିଲାଏନ୍ସର ପ୍ରତିଷ୍ଠାତା ଏବଂ ଲତା ମଙ୍ଗେଶକର, ଯିଏକି ସଙ୍ଗୀତର କୌଣସି ଡିଗ୍ରୀ ନ ପାଇ ମଧ୍ୟ ସେ ସାରା ବିଶ୍ୱରେ ସେ ସ୍ୱର କୋକିଳା ନାମରେ ବିଶ୍ୱ ବିଖ୍ୟାତ ହୋଇପାରିଥିଲେ। ଏଜୁକେସନ ବା ଶିକ୍ଷା ହେଉଛି ମୂଳ, ଦକ୍ଷତା ହେଉଛି ଫଳ। ଯଦି ମୂଳ ସୁଦୃଢ ନଥାଏ ତାହେଲେ ଫଳ ଆସିବ କେଉଁଠୁ? ଆମ ଜୀବନରେ ଶିକ୍ଷା ବୃହତ୍ ଉନ୍ନତି ରାସ୍ତା ହୋଇଥାଏ। ଶିକ୍ଷା ମାନବର ଚିନ୍ତାକୁ ବିକାଶ କରେ, ବୁଝାଇବାର କ୍ଷମତା ଦିଏ ଏବଂ ନୂଆ ଚିନ୍ତା ଶକ୍ତିକୁ ବ୍ୟବହାର କରି ବିଭିନ୍ନ ନୀତି ନିୟମ ଶିକ୍ଷା ଦେଇଥାଏ। ଏହାର ଉଦାହରଣ ହେଉଛି ଡକ୍ଟର ଏପିଜେ ଅବଦୁଲ କଲାମ, ଯିଏକି ଉଚ୍ଚ ଶିକ୍ଷା ପ୍ରାପ୍ତ କରି ଭାରତର 11ତମ ରାଷ୍ଟ୍ରପତି ଏବଂ ସାରା ବିଶ୍ୱରେ ମିସାଇଲ ମ୍ୟାନ ଭାବରେ ପରିଚିତ ହୋଇଥିଲେ। ଶିକ୍ଷା ଏବଂ ଦକ୍ଷତା ଆମ ଜୀବନରେ ଶିକ୍ଷା ହେଉଛି ରାସ୍ତାର ମାନଚିତ୍ର ପରି ଏବଂ ଦକ୍ଷତା ହେଉଛି ଯାତ୍ରା କରିବାର ପଥ। ଯଦି କେବଳ ମାନଚିତ୍ର ଥିବ ତାହେଲେ ଯାତ୍ରା ସମ୍ଭବ ନୁହେଁ ଏବଂ ଚାଲିବାର ଶକ୍ତି ଥିବ ତାହେଲେ ଯାତ୍ରା ସମ୍ଭବ ନୁହେଁ। ଶିକ୍ଷା ଏବଂ ଦକ୍ଷତା ଦୁଇଟି ଯାକ ଜୀବନରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ଯେପରିକି ଉଦାହରଣ ହେଉଛି ଅଜୟ ସାର୍, ଯିଏକି TNT ସ୍କିଲ୍ ସେଣ୍ଟର ଦ୍ୱାରା ଆମକୁ ଶିକ୍ଷା ଏବଂ ଦକ୍ଷତା ଦୁଇଟି ଯାକ ବୃଦ୍ଧି କରାଇବାରେ ସାହାଯ୍ୟ କରିଛନ୍ତି। ଧନ୍ୟବାଦ।